ଆୟୁଷ୍ମାନ କାର୍ଡ଼ ଥିଲେ ମିଳିବାକୁ ଯାଉଛି ନୂଆ ସୁବିଧାର ଲାଭ। ଆପଣ ସମସ୍ତେ ଜାଣିଥିବେ, ପ୍ରାୟ ସବୁ ହିତାଧିକାରୀ ଆୟୁଷ୍ମାନ କାର୍ଡ଼ ନିହାତି ଭାବରେ ବନାଇଥିବେ, ଯାହାକି ଆପଣଙ୍କୁ ଚିକିତ୍ସା କ୍ଷେତ୍ରରେ ମିଳିଥାଏ। ଆପଣ ଜାଣିଥିବେ, ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଥିବାବେଳେ ଏବେ ନୂଆ ସରକାର ଆୟୁଷ୍ମାନ କାର୍ଡ଼ ନାମରେ ନାମିତ କରିଥିଲେ। ଯଦି ଆପଣଙ୍କର ଆୟୁଷ୍ମାନ କାର୍ଡ଼ ଥିବ ତେବେ ମିଳିବ ଏହି ସୁବିଧା। ଆସନ୍ତୁ କ'ଣ ରହିଛି ସୁବିଧା ସମ୍ପୂର୍ଣ୍ଣ ଭିଡ଼ିଓ ମାଧ୍ୟମରେ ଜାଣିବା, କିନ୍ତୁ ତା ପୂର୍ବରୁ ଭିଡ଼ିଓ ଥରେ ଲାଇକ୍ କରନ୍ତୁ। ଚ୍ୟାନେଲ ନୂଆ ଥିଲେ ଏବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଦେଖନ୍ତୁ, କ୍ୟାନ୍ସର ରୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିକ ସୂଚନା ଦେଇଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ କ୍ୟାନ୍ସର ଆରୋଗ୍ୟ ଯୋଜନାକୁ ରାଜ୍ୟ ବଜେଟ୍ରେ ସାମିଲ କରାଯାଇଛି। ଏହା ଫଳରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ଥିବା 121ଟି ପ୍ୟାକେଜରେ କ୍ୟାନ୍ସର ଚିକିତ୍ସାର ବ୍ୟବସ୍ଥା କରାଯାଇଛି। ରେଡ଼ିଓଥେରାପି, ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର, ଉନ୍ନତ ଚିକିତ୍ସା ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯାଇଛି। ତେବେ କ୍ୟାନ୍ସର ଭଳି ଜଟିଳ ରୋଗର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ। ଏହି ନୂଆ ବ୍ୟବସ୍ଥା ପରେ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ, ଯାହା ରୋଗୀଙ୍କ ଆର୍ଥିକ ପରିମାଣ ଯୋଗୁଁ ବହୁତ କମ୍ ଥାଏ। ଏବେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ଲକ୍ଷ୍ୟ ହେଉଛି ଅର୍ଥ ଅଭାବରୁ କୌଣସି ରୋଗୀ ଯେପରି ଚିକିତ୍ସାରେ ବଞ୍ଚିତ ନ ହୁଅନ୍ତି। ତେବେ ଆୟୁଷ୍ମାନ କାର୍ଡ଼ଧାରୀମାନେ ରାଜ୍ୟର ସରକାରୀ ଏବଂ ସରକାରୀଭୁକ୍ତ ହସ୍ପିଟାଲରେ ଏହି ସୁବିଧା ପାଇପାରିବେ। ଏହାଦ୍ୱାରା ରୋଗୀମାନେ ଅଧିକ ଉନ୍ନତ ମାନର ଚିକିତ୍ସା ସହଜରେ ପାଇପାରିବେ। ଆଉ ଯଦି ଆପଣଙ୍କର ଆୟୁଷ୍ମାନ କାର୍ଡ଼ ଥାଏ ତେବେ ଆପଣଙ୍କୁ ମାଗଣାରେ ଚିକିତ୍ସା ମିଳିବ।